ତୃତୀୟ ଅଧ୍ୟାୟ। ଏଥି ଅନ୍ତରେ ଏବେ ଶୁଣ ଯେ ଯାହା ପୂର୍ବର କଷଣ, ସେ କଥା ଆନ ଯେ ନୁହଁଇ ଦଇବ ଯୋଗେ ଭୋଗ ହୋଇ। ପ୍ରଭାତେ ତଅପଇ ବାଳି ସ୍ନାନ ସାରିଣ ନେଲା ଛେଳି। ଦେଇଛି ବଡ଼ ବୋହୂ ଭାତ ଫେଡ଼ିଣ ଦେଖିଲା ତୁରିତ। ତଳରେ ଅଛି ମୂଷା ମାଟି ଉପରେ ଭାତ ଚାରି ଗୋଟି। ପାଉଁଶ ବୋଲି ଲୁଣ ନାହିଁ ତିଅଣ ଅବା ଥିବ କାହିଁ। ଏହା ଦେଖିଣ ତଅପଇ ଉଚ୍ଚେଣୁ ଉଠିଲା ବୋବାଇ। ପିଅର ଅଧା ଚାନ୍ଦେ ମଲେ ମାତାହି ପୂରା ଚାନ୍ଦେ ମଲେ। ବୋଇତେ ସାତ ଭାଇ ଗଲେ ଭାଉଜେ ଏତେ କଷ୍ଟ ଦେଲେ। ନିଶ୍ଚେ ବନରେ ମରିବି ଘରକୁ ଆଉ କିମ୍ପା ଯିବି। ଏମନ୍ତ କହି କାନ୍ଦେ ବାଳି ଶବଦେ ବନସ୍ତ ଉଛୁଳି। ଦେଖି ବିଧାତା ଘଟ ସୂତ୍ର ତେଣେ ସାଧବ ସାତ ପୁତ୍ର। ବୋଇତ ଘେନି ଆସି କୋଳେ କାନ୍ଦଣା ଶବଦ ଶୁଣିଲେ। ନିକଟେ କାନ୍ଦୁଅଛି ବାଳି ତୁଣ୍ଡ ବାରିଣ ମନେ ଭାଳି। ତଅପଇର ତୁଣ୍ଡ ପ୍ରାୟେ ଶୁଭଇ ଅରଣ୍ୟଲତାଏ। ଶୁଣି କନିଷ୍ଠ ଭାଇ ଗଲା ଅରଣ୍ୟ ଭିତରେ ପଶିଲା। ଶିଆଳି ଲତା ତଳେ ଯାଇ ରୋଦନ କରେ ତଅପଇ। ରଜନୀ ଅର୍ଦ୍ଧ ଅଛି ହୋଇ ଦେଖି ସାଧବ ପୁତ୍ର ଯାଇ। କିଏ ତୁ ଭଲେଣ ଗୋ କହ ତଅପଇର କମ୍ପେ ଦେହ। କାହାର ଅଟୁ ତୁ କୋ ବଂଶ ନାମ ତୋହର ଅଟେ କିସ। ଏମନ୍ତ ଶୁଣି ତଅପଇ ନ କାନ୍ଦି ସମ୍ଭାଳି କହଇ। ନ ଜାଣେ ଭାଇ ବୋଲି କରି ଉଭା ହୋଇଲା ମନେ ଡରି। ବୋଇଲା କେ ତୁମ୍ଭେ ଗୋସାଇଁ ନିରକ୍ଷ ପ୍ରାଣୀ ମୁଁ ଅଟଇ। ବଡ଼ ହରିଣ ହୋଇ ଜାତ ଏ ବନେ ହୋଇଲି ଅନାଥ। ମୋର ପିତାଙ୍କ ନାମ ସାହୁ ସାତ ପୁଅରେ ସାତ ବୋହୂ। ବୋଇତ ସାତ ଖଣ୍ଡ ତାର ସେ ଅଟେ ମୋହର ପିଅର। ମୋହର ନାମ ତଅପଇ କହିଲେ କଷ୍ଟ ନ ସରଇ। ଭାଇ ଯେ ଗଲେ ବୋଇତରେ ଭାଉଜେ କଷ୍ଟ ଦେଲେ ମୋରେ। ଅନେକ ମତେ ଦେଲେ ଗାଳି ବନସ୍ତେ ଜଗାଇଲେ ଛେଳି। ମନେ ପଡ଼ିଲେ ଭାଇ ମାନେ ରୋଦନ କରୁଅଛି ବନେ। ଶୁଣ ହେ ମାତ ତଅପଇ ବୋଇତ ଘେନି ସାତ ଭାଇ। ଆସିଲୁ ଏହି ନିକଟରେ ରୋଦନ ଶୁଣିଲୁ ସେଠାରେ। ମତେ ପେଷିଲେ ଜ୍ୟେଷ୍ଠ ଭାଇ ବୋଇତେ ଛନ୍ତି ଦେଖ ଯାଇ। ତେଣୁ ମୁଁ ଏଠାକୁ ଅଇଲି ଅରଣ୍ୟେ ତତେ ମୁଁ ଦେଖିଲି। ଏବେ ଗୋ ମାଏ ଚାଲ ଯିବା ଭାଇଙ୍କୁ ସମସ୍ତ କହିବା। ଶୁଣି ଆନନ୍ଦ ତଅପଇ ଅନ୍ଧକି ଚକ୍ଷୁଦାନ ପାଇ। ଚାତକ ପିଇଲା କିନର ଚନ୍ଦ୍ରକି ଦେଖିଲା ଚକର। ଭାଇ ଭଉଣୀ ବେଗେ ଗଲେ ବୋଇତେ ପ୍ରବେଶ ହୋଇଲେ। ବୋଇତେ ଜଳୁଥିଲା ଦୀପ ଦେଖିଲେ ତଅପଇର ରୂପ। ତେଲ ବିହୁନେ କେଶ ଉଡ଼େ ମୁଣ୍ଡୁ ଉକୁଣି ଝରି ପଡ଼େ। ଛିଣ୍ଡ ଲେଙ୍କେଡ଼ା ପିନ୍ଧିଥାଇ ଦେଖି ବିକଳ ସାତ ଭାଇ। କହଇ ଭାଇଙ୍କ ଆଗରେ ତୁମ୍ଭେ ତ ଗଲ ବୋଇତରେ। ପାଳି ଯେ ଥିଲା ମାସ ଦୁଇ ଯେଉଁ ପ୍ରକାରେ ଥିଲ କହି। ରାଣ୍ଡି ବ୍ରାହ୍ମଣୀ ବୋଲ ଶୁଣି ନ ଦେଲେ ମୋତେ ଅନ୍ନ ପାଣି। ସେ ରାଣ୍ଡି କହିଲା ତାହାଙ୍କୁ ଛେଳି ରଖାଅ ନଣନ୍ଦକୁ। ତାହାର ବୋଲକୁ ଶୁଣିଲେ ବନରେ ଛେଳି ରଖାଇଲେ। ଭିତରେ ମୂଷା ମାଟି ଭରି ଉପରେ ଭାତ ଗୋଟା ଚାରି। ସଡ଼ ବୋହୂ ଏହି ମତେ ଦୁଃଖେ ଯେ ଦେଲେ ଯେତେ। ସାନ ବୋହୂର ପାଳି ଦିନ ବହୁତ ଦେଇଥାଏ ଅନ୍ନ। ସମସ୍ତେ ଶୁଣି ସାତ ଭାଇ କହନ୍ତି ସୁଖବର ହୁଇ। ଅଷ୍ଟରତ୍ନର ଅଳଙ୍କାର ଦେଲେ ଯେ ଭଉଣୀ ଶରୀର। ବସାଇ ଚଉକି ଉପରେ ତୀକ୍ଷ୍ଣ କାଟିଏ ଦେଲେ କରେ। ବୋଇଲେ ଯେହୂଁ ପ୍ରିୟ ତୋର ନାସିକା ନ କାଟିବୁ ତାର। ଯେ ଅବା ଦୁଃଖ ଦେଲେ ତତେ ନାସିକା କାଟିବୁ ତୁ ଯେ ତୁରିତେ। ଏମନ୍ତ କହି ଭାଇ ଗଲେ ରାଜ୍ୟକୁ ଦ୍ୱିତବର ଗିଲେ। ରାଜ୍ୟରେ ଚହଳ ପଡ଼ିଲା ସୁବେଣ ବୋଇତ ଲାଗିଲା। ଆନନ୍ଦ ରାଜ୍ୟ ଲୋକ ଶୁଣି ଏଥି ଉତ୍ତାରୁ ଶୁଣ ପୁଣି। ପୁଣିହି ସାଧବର ପୁଏ ଘରକୁ କହି ପଠିଆଏ। ବେଗ ହୋଇଣ ତୁମ୍ଭେ ଯାଅ ବୋହୂମାନଙ୍କ ଆଗେ କୁହ। ସଙ୍ଗତେ ଘେନି ତଅପଇ ଆସନ୍ତୁ ବୋଇତ ବନ୍ଦାଇ। ତକ୍ଷଣେ ଲୋକେ ଧାଇଁ ଗଲେ ଶପଥ ବୋହୂଙ୍କୁ କହିଲେ। ତଅପଇକି ସଙ୍ଗେ ନିଅ ସୁବେଣ ବୋଇତ ବନ୍ଦାଅ। ଶୁଣି ସମସ୍ତେ ଆର ତେଣ ତଅପଇକି ଖୋଜି ଆଣ। ବୋଲୋଇ ସାନ ବୋହୂ ତହିଁ କାଲି ତ ବନୁ ଆସି ନାହିଁ। ଖାଇଲା ଭୂତ କି ରାକ୍ଷସ ଏବେ ଲୋଡ଼ିଲେ ହେବ କିସ। କର୍ମେ ଅବଶ୍ୟ ଅଛି ଯାହା ଭୋଗ କରିବା ଟିକି ତାହା। ବୋଲୋଇ ବଡ଼ ବୋହୂ ଶୁଣି ବାହାର ହୁଅ ଅର୍ଘ୍ୟ ଘେନି। ବୋଇତ ବେଗେ ବନ୍ଦାଇବା ପୁଛିଲେ ପଞ୍ଚାଇ କହିବା। ଏମନ୍ତେ ଅର୍ଘ୍ୟ ଘେନି ବାଳି ବୋଇତ ପାଶେ ଯାଇ ମିଳି। ବୋହୂଙ୍କୁ ଦେଖି ସାତ ଭାଇ ବୋଇଲେ ଅଧର କମ୍ପାଇ। ସଙ୍ଗରେ ତଅପଇ ନାହିଁ ତୁମ୍ଭେ ଗୋ ଆସିଲ କିମ୍ପାଇ। ମଝିଆଁ ବୋହୂ ବୋଲେ ବାଣୀ ଜଗାଇଛନ୍ତି ଝିଅମଣି।
ଏମନ୍ତେ ଚାଲିଣ ଆସିବେ ଦେହରେ ପୀଡ଼ା ଯେ ପାଇବେ। ଏମନ୍ତେ ଶୁଣି ସାତ ଭାଇ କହନ୍ତି କ୍ରୋଧବର ହୋଇ ଦେବତା ଛନ୍ତି ମଙ୍ଗ ପଣେ ବନ୍ଦାଅ ଯାଇ ଜଣେ ଜଣେ। ପ୍ରଥମେ ବଡ଼ ବୋହୂ ଗଲା କୋଣେ ବୋଇତ ବନ୍ଦାଇଲା ଛୁରୀରେ ତଅ ପଇ ବାଳି କାଟିଲା ନାକର ବଉଳି। ନାକୋଇ ହୋଇ ପଳାଇଲା ତା ପଛେ ଆରେକ ଅଇଲା। ଏହି ପ୍ରକାରେ ସର୍ବବାଳି କାଟିଲା ନାକର ବଉଳି। ନୀଳେଦ୍ରି ନାମେ ସାନ ବୋହୂ ତଅ ପଇର ପ୍ରିୟ ସେହୁଁ। ସମସ୍ତ ପଛେ ସେ ଅଇଲା ସେ ବୋହୂ ପଛେ ବନ୍ଦାଇଲା। ସାନ ବୋହୂକୁ ଦେଖି ବାଳି ହସ୍ତରୁ ପକାଇଲା ଛୁରୀ। କଣ୍ଠୁ କାଢ଼ିଲା ରତ୍ନମାଳି ବୋହୂ ବେକରେ ଦେଲା ବାଳି। କାଖ କରିଣ ବୋହୂ ନେଲା ଆପଣା ମନ୍ଦିରେ ରଖିଲା। ଅତି ଆନନ୍ଦ ସେ ହୋଇଲା ଉତ୍ତମ ସୁଖ ଭୋଗ କଲା। ଏମନ୍ତ ଶୁଣି ସେ ରୁକ୍ମଣୀ ବୋଲନ୍ତି ଆହେ ଚକ୍ରପାଣି। ନାକୋଇ ମାନେ କାହିଁ ଗଲେ କେମନ୍ତେ ଯାଇ ସେ ରହିଲେ। ସେ କଥା କହ ଆହେ ହରି କେମନ୍ତେ ହେଲେ ଏତେ ସରି। ରାଣ୍ଡି ବ୍ରାହ୍ମଣୀ ସିନା ଆସି ତାହାଙ୍କୁ ଶିଖାଇଲା ବସି। ବୋଲୋଇ ନଣନ୍ଦ ଏ ଛାର ଏହାକୁ ଏତେ ସେବା କର। କଷଣ ଦେଇ ନ ମାଇଲ ପଛକୁ ଦୁଃଖ ସମ୍ପାଦିଲ। ତୁମ୍ଭେ ଗୋ ନିର୍ଲଜ ବାଳିଶ ଏହାର ଯୋଗୁଁ ଜୀବ ନାଶ। ଏମନ୍ତ କହିଣା ସେ ଗଲା ମାୟା ମୋହିନୀ ଲଗାଇଲା। ହଜିଲା ଏହାଙ୍କର ବୁଦ୍ଧି ନଣନ୍ଦ ସଙ୍ଗେ ହେଲେ ବାଦୀ। ଆୟତ୍ତ ନଥିଲା ତାଙ୍କରି କିମ୍ପା ହୋଇଲେ ଏତେ ସରି। କହନ୍ତି ଦେବକୀ ନନ୍ଦନ ଶୁଣଗୋ ଯୁବତୀ ରତନ। ନାକୋଇ ମାନେ ତହିଁ ଗଲେ ଆରଣ୍ୟ ଭିତରେ ପଶିଲେ। ବହୁତ ଦୂର ପଥ ଯାଇ ବୁଲନ୍ତି ବାଇ ପ୍ରାୟ ହୋଇ। ବିକଳେ କରନ୍ତି ରୋଦନ ଶୁଭଇ ଘୋର ଗରଜନ। ସମସ୍ତେ ହୋଇ ଏକ ମେଳେ ବସିଲେ ବୃକ୍ଷ ଛାଇ ତଳେ। ରୁଧିରେ ତନୁ ଜର ପଡ଼ଇ ଧରଣୀ ଉପର। ହୃଦୟେ ବେନି କର ମାରି କାନ୍ଦନ୍ତି ଦଇବ ସୁମରି। ଆହା ବିଧାତା ଏହା କଲୁ କି ଦୋଷେ ଏ ଦଶା ବିହିଲୁ। ଏକ କରମ ଜଡ଼ ନାରୀ ଲେଖିଣ ଥିଲୁ କି ବିଚାରି। କିମ୍ପାଇ ନ କଲୁ ମରଣା ବନସ୍ତେ ଥିଲା ଏକ ଶଣ। ସାଧବ ଘରେ ହେଲୁ ଜାତ ଏ କାଳ ହୋଇଲୁ ଅନାଥ। ଯାଆନ୍ତୁ ବାପା ବାଇ ଘର ମୁଖକ ଚାହିଁବୁ କାହାର। ଏମନ୍ତେ ବୋଲିଣ ଯୁବତୀ ସମସ୍ତେ ରୋଦନ କରନ୍ତି। ବୋଇଲେ କର ବା ଗୋ କିସ ବୋଇଲେ କରିବା ଗୋ କିସ ଖାଇ ମରିବା ଆଣ ବିଷ। କେବଲେ କିଛି ଗୋ ନବାଳ ନିଶ୍ଚେ ପୁରିଲା ଆମ୍ଭ କାଳ। କେବଲେ ବନେ ପଶିଯିବା ବ୍ୟାଘ୍ର ଭାଲୁଙ୍କ ମୁଖେ ଯିବା। କେହି ଆମ୍ଭକୁ ନ ଖାଇଲେ ନିରେଖ ବୋଲି ଛାଡ଼ିଦେଲେ। ଏମନ୍ତ କହୁଁ ବେଳ ଗଲା ତିମିର ଆସି ପ୍ରବେଶିଲା। ଦଇବ ଯୋଗିଣ ଶାର୍ଦ୍ଦୂଳ କ୍ଷୁଧା ତୃଷାରେ ସେ ଆତୁର। ମିଳିଲା ଯୁବତୀଙ୍କ ପାଶ ଦେଖିଣ ବୁଡ଼ିଲା ସାହସ। ନାକୋଇ ମାନେ ତହିଁ ପଡ଼ି ପିଣ୍ଡରୁ ପ୍ରାଣ ଗଲା ଛାଡ଼ି। ବେନି ଶାର୍ଦ୍ଦୂଳ ତହିଁ ଗଲେ ସେ ମୃତ ପିଣ୍ଡ ପଡ଼ିଥିଲେ। ଏମନ୍ତେ ରଜନୀ ପାହିଲା ରବି ହୋଇ ରଣ ପ୍ରକାଶିଲା। ସେ ବନେ ସଦାଶିବ ଥାନ୍ତି ମର୍କତ ଲିଙ୍ଗ ଶୋଭା କାନ୍ତି। ତାହାଙ୍କୁ ନ ଦେଖନ୍ତି କେହି ଗୁପତେ ହୋଇଥାନ୍ତି ରହି। ବିରୂପା ନାମେଣ ଶବର ବୁଲଇ ମହାବନ ଘୋର। ଏମନ୍ତେ ବନେ ବୁଲୁଥିଲା ବନେ ସେ ଲିଙ୍ଗକୁ ଭେଟିଲା। ଦେଖିଲା ମର୍କତ ଲିଙ୍ଗକୁ ବିଚାର କଲା ସେ ମନକୁ। ବୋଇଲା ଆଜି ଭାଗ୍ୟେ ମୋର ଦର୍ଶନ ପାଇଲି ଶଙ୍କର। ସେ ଶୁଦ୍ଧ ଚିତ୍ତେ ଦୃଢ଼ କଲା ସାଷ୍ଟାଙ୍ଗ ଦଣ୍ଡବତ କଲା। ଉଠି ହୋଇଲା କୃତକୃତ୍ୟ ସେଠାକୁ କଲାକ ତ୍ୱରିତ। ସ୍ନାନ ଶୌଚ ଜଳେ ସାରି ନୀର ଆଣିଲା କରେ ଧରି। ଶିବଙ୍କ ଶରୀରେ ଢାଳିଲା କୁସୁମ ବେଲପତ୍ର ଦେଲା। ସୁସ୍ୱାଦୁ କପଫଳ ଆଣି ଦେଇ ପୂଜିଲା ଶୂଳପାଣି।
ଉଠିଣ କଲା ନମସ୍କାର ଆନନ୍ଦ ହୋଇଲା ସବର। ଏମନ୍ତେ ନିତ୍ୟ ସେବାକାରୀ ଦୃଢ଼ ବିଶ୍ୱାସ ଚିତ୍ତେ ଧରି। ଦିନେ ସେ ବିରୂପା ସବର ପୂଜଣ ଚାହୁଁ ଯେ ସେ ଶଙ୍କର। ବନେ ଯାଉଛି ବେଗ ହୋଇ ବାଟରେ ଦେଖିଲା କାଯାଇ ଷଡ଼ ଯୁବତୀ ଛନ୍ତି ମରି ନାଶ ଛେଦନ ସବୁ କରି। ଦେଖିଣ ଆଶ୍ଚର୍ଯ୍ୟ ହୋଇଲା ମର୍କତ ଲିଙ୍ଗ ପାଶେ ଗଲା। ସେ ନିତ୍ୟ କର୍ମ ଯେ ସାରିଲା ଯିବାକୁ ମିଳାଣି ମାଗିଲା। ହିରଣ୍ୟ ନ କହି ବଚନ ବୁଝିବା ପାଇଁ ତାର ମନ। ସବର ବହୁତ ଡାକିଲା ଡାକିଣା ନିରାଶ ହୋଇଲା। ବୋଇଲା ଅପରାଧ ମୋର ଦୟା ତେଜିଲେ ଦେବହର। ଆଉ ଜୀବନେ କାର୍ଯ୍ୟ ନାହିଁ ଆକୁଳେ ଦଶ ଦିଗ ଚାହିଁ। ନାରାଜ ପାଷାଣେ ଘଷିଲା କଣ୍ଠ ତଟରେ ବସାଇଲା। ଡାକିଲା ପ୍ରଭୁ ଦେବହର ରହରେ ବିରୂପା ସବର। କିମ୍ପାଇଁ ହାରୁଛୁ ଜୀବନ ମୁହିଁ ଜାଣିଲେ ତୋର ମନ। ପ୍ରସନ୍ନ ହେଲି ମା ଗବର ଯେ ଇଚ୍ଛା ମନରେ ତୋହର। ସବର ମନେ ବିଚାରଇ ସେ ପ୍ରାଣୀ ପରହିତ ଥାଇ। ସ୍ୱର୍ଗ ପ୍ରାପତ ହୁଏ ତାର ସୁରି ମୁଁ ଅଛଇ ସଂସାର। ଏମନ୍ତ ମନେ ବିଚାରିଲା କର ଯୋଡ଼ି ନ ଜଣାଇଲା। ବୋଇଲା ପ୍ରଭୁ ମହେଶ୍ୱର ମୋ ଅପରାଧ କ୍ଷମା କର। ଷଡ଼ ଯେ ନାରୀ ଛନ୍ତି ମରି ଜୀଇବେ ନାସିକା କଅଁଳି। ଅସ୍ତୁ ବୋଇଲେ ଶୂଳଧର ତକ୍ଷଣେ ଦେଖିଲା ସବର। ବୋଇଲା ଆଗ ନାରୀମାନେ କିମ୍ପା ଅଇଲ ଘୋର ବନେ। ଶୁଣି ସାଧବ ବୋହୂମାନେ ବୋଲନ୍ତି ଶୁଣ ସାବଧାନେ। କନିଷ୍ଠ ନଣନ୍ଦ ଆମ୍ଭର ତା ଲାଗି ହେଲୁ ଏତେ ଦୂର। ନାମ ତାତ ଅପଇ ବାଳି କାଟିଲା ନାକର ବଉଳି। ନାକୋଇ ହୋଇ ପଳାଇଲୁ ଲଜ୍ଜାରେ ବନସ୍ତେ ପଶିଲୁ। ବ୍ୟାଘ୍ର ଦେଖିଣ ମୋହ ଯାଇ ପଡ଼ିଣ ଥିଲୁ ଏହି ଠାଇଁ। କେଉଁ ବିଧାତା ବର ଦେଲା ନାସିକା ମାନ କଅଁଳିଲା। ସବର ସମସ୍ତ କହିଲା ତାହାଙ୍କୁ ପଥ ଦେଖାଇଲା। ସେ ବାପ ଭାଇ ଘର ଗଲେ ନିଶ୍ଚିନ୍ତ ହୋଇଣ ରହିଲେ। କହଇ ଗୋପୀନାଥ ଦାସ ଉଦ୍ଧାର ମୋତେ ପୀତବାସ। ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାଧବ ଷଡ଼ ବଧୂ ଉଦ୍ଧାରଣେ ନାମ ତୃତୀୟ ଅଧ୍ୟାୟଃ।